ପୂଜା ଜଣେ କାମବାଲି ଖୋଜୁଥିଲା। ତା ପରଦିନ ପୂଜା ଘରକୁ 3 ଜଣ କାମବାଲି ଆସିଲେ। ମୋର ସ୍ୱାମୀ ବହୁତ ମଦ ପିଏ, ଯାହା କମାଣି କରେ ସେ ସେଥିରେ ମଦ ପିଏ, ସେଥିପାଇଁ ମୋତେ ଏହି କାମ କରିବାକୁ ହେବ। ଦ୍ୱିତୀୟ ସ୍ତ୍ରୀ ଲୋକ ଜଣକ କହିଲା, ମେମ୍ ସାବ୍, ମୋତେ ମୋର ମାଟିର ଘରକୁ ପକ୍କା କରିବାର ଅଛି, ସେଥିପାଇଁ ମୁଁ ଏଠାରେ କାମ କରି ପଇସା କମାଇବାକୁ ଚାହେଁ। ଆଉ ତୃତୀୟ ସ୍ତ୍ରୀ ଲୋକ ଜଣକ କହିଲା, ମା, ଏମାନଙ୍କର ଯାହା ହେଉ ବି କିଛି ଅଛି, ହେଲେ ମୋ ପାଖରେ ରହିବା ପାଇଁ ବି ଘର ନାହିଁ। ମୁଁ ତ ରାସ୍ତା କଡ଼ରେ ରହେ, ସେଥିପାଇଁ ଏହି ଚାକିରି ମୋତେ ନିହାତି ଦରକାର। ତାପରେ ସେହି 3 ଜଣ ଯିବା ପରେ ପୂଜା ଦେଖିଲା ତାହାର ସୁନାହାର ଚୋରି ହୋଇଯାଇଛି। ତା ପରଦିନ 3 ଜଣ ସ୍ତ୍ରୀ ଲୋକ ସେଠାକୁ ଆସିଲେ। ବନ୍ଧୁଗଣ, ଆପଣ କୁହନ୍ତୁ, ଏହି 3 ଜଣଙ୍କ ମଧ୍ୟରୁ ପୂଜା ଘରୁ କିଏ ହାର ଚୋରି କରିଛି? ପୂଜାର ହାର କିଏ ଚୋରି କରିଛି? ଆପଣଙ୍କ ପାଖରେ 10 ସେକେଣ୍ଡ ସମୟ ଅଛି। ଭଲ କରି ପିକ୍ଚରଟିକୁ ଦେଖନ୍ତୁ ଆଉ ଆମକୁ କମେଣ୍ଟ କରି କୁହନ୍ତୁ। ভিডিওটি যদি আপনার ভালো লাগুଥାଏ ভিডিওটিକୁ লাইক এবং চ্যানেলକୁ সবস্ক্রাইব করন্তু। বন্ধুগণ, টিকে দিমাগ লগান্তু। দেখন্তু বন্ধুগণ, 3 নম্বর স্ত্রী লোক কইଥିଲା যে মু রাস্তা কড়রে শোয়ে, কিন্তু তা হাতরে আইফোন কেউঠারু আসিলা? নিশ্চয় এই লোকটি সুনা ହାର চোরি করে আইফোন কিনিছি। দিনে ডক্টর ঝটকা পাখକୁ 3 ଜଣ ରୋଗୀ ଆସିଲେ। ଶ୍ୟାମୁ କହିଲା, ମୋତେ ଅପରିଷ୍କାର ଦେଖିଲେ ଏଲାର୍ଜି ହୁଏ, ମୁଁ ଦିନରେ 100 ଥର ହାତ ଧୋଏ। ତାପରେ ପୂଜା କହିଲା, ଡକ୍ଟର ସାହେବ, ଉଚ୍ଚା ଜାଗାରୁ ମୋତେ ବହୁତ ଡର ଲାଗେ, ସେଥିପାଇଁ ମୁଁ ସ୍କୁଟି ବି ଚଲାଇ ନାହିଁ। ତାପରେ ସନରାମ କହିଲା, ମୋତେ ପାଣି ଦେଖିଲେ ଡର ଲାଗେ, ସେଥିପାଇଁ ନଳକୂପ ମୁଁ ଘରେ ରଖି ନାହିଁ। ଡକ୍ଟର ଝଟକା ଏଇମାନଙ୍କର କଥା ଶୁଣିଲେ ଆଉ ଜାଣିପାରିଲେ ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ପେସେଣ୍ଟ ଅଛି ଯିଏକି ଠିକ୍ କହୁଛି। ବନ୍ଧୁଗଣ, ଆପଣ ଆମକୁ କହିବେ କିଏ ସତ କହୁଛି? କମେଣ୍ଟ କରି ଆପଣଙ୍କ ମତାମତ ଦିଅନ୍ତୁ। বন্ধুগণ, ভিডিওটি যদি আপনার ভালো লাগিଥାଏ ভিডিওটিକୁ লাইক এবং চ্যানেলକୁ সবস্ক্রাইব করন্তু। দেখন্তু বন্ধুগণ, শ্যামু কହୁଛି ମୋତେ ଅପରିଷ୍କାରରେ ଏଲାର୍ଜି ଅଛି, କିନ୍ତୁ ଶ୍ୟାମୁ ରୁମ୍ରେ ତ ଡଷ୍ଟବିନ୍ ପୁରା ଏପଟ ସେପଟ ହୋଇଛି, ତେଣୁ ଶ୍ୟାମୁ ମିଛ କହୁଛି। ସନରାମ କହୁଛି, ମୋତେ ପାଣି ଦେଖିଲେ ବହୁତ ଡର ଲାଗେ, ଏମିତି ବି ତ ଘରେ ନଳକୂପ ନାହିଁ, ହେଲେ ଘରେ ଏକ୍ୱାରିୟମ୍ ଅଛି। ସନରାମ ବି ଡକ୍ଟର ଝଟକାକୁ ମିଛ କହୁଛି। ପୂଜା କହିଲା, ମୋତେ ଉଚ୍ଚାରୁ ଡର ଲାଗେ, ସେଥିପାଇଁ ପୂଜା ତଳେ ଶୋଇଥାଏ, ତେଣୁ ପୂଜା ଡକ୍ଟରକୁ ସତ କହୁଛି। ଦିନେ ସନରାମ ଆଉ ପୂଜା ଗୋଆ ବୁଲିବା ପାଇଁ ଗଲେ। ସନରାମ ଗୋଟିଏ ଗାତରେ ପଡ଼ିଗଲା ଆଉ ତାର ସେଇ ଗାତରେ ପଡ଼ି ମୃତ୍ୟୁ ହୋଇଗଲା। ପୋଲିସ ସେଠାକୁ ଆସିଲେ ଆଉ ଭଲ କରି ଇନଭେଷ୍ଟିଗେସନ କଲେ। ପୂଜା ବହୁତ ଜୋର କାନ୍ଦୁଥିଲା। ପୁଲିସ ପୂଜାକୁ ଚୁପ୍ କରାଇଦେଲେ। ତାପରେ ପୋଲିସ ଟ୍ରାଭେଲ ଏଜେନ୍ସିକୁ ଫୋନ କଲେ। ପୋଲିସ ଟ୍ରାଭେଲ ଏଜେନ୍ସି ସହିତ ବହୁତ ସମୟ ଧରି କଥା ହେଲେ ଆଉ ସଙ୍ଗେ ସଙ୍ଗେ ପୂଜାକୁ ଆରେଷ୍ଟ କଲେ। ପୋଲିସ ଏମିତି କ'ଣ ସୁରାଗ ପାଇଲା ଯେ ପୂଜାକୁ ଆରେଷ୍ଟ କଲା? ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ଭିଡ଼ିଓଟିକୁ ବ୍ୟାକ୍ କରି ପୁଣି ଶୁଣିପାରିବେ। ଟ୍ରାଭେଲ ଏଜେନ୍ସି କହିଲା, ପୂଜା ଗୋଆରୁ ଆସିବା ପାଇଁ ଗୋଟିଏ ଟିକେଟ୍ କାଟିଥିଲା। ଏହାର ମାନେ ହେଲା ପୂଜା ତ 2ଟା ଟିକେଟ୍ କାଟି ପାରିଥାନ୍ତା, କିନ୍ତୁ ଗୋଟିଏ ଟିକେଟ୍ କ'ଣ ପାଇଁ କାଟି? ଏହାର ଅର୍ଥ ପୂଜା ସନରାମର ମର୍ଡର କରିବ ବୋଲି ଆଗରୁ ଭାବି ସାରିଥିଲା, ତେଣୁ ସନରାମକୁ ମର୍ଡର କରି ଗୋଟିଏ ଟିକେଟରେ ସେ ଇଣ୍ଡିଆ ଆସିଥାନ୍ତା।